ମୁଁ କେବେ ଶୁଣି ନଥିଲି ଓଡ଼ିଶା ଇତିହାସରେ ଏମିତି ଜଣେ ନାଗର ଅଛନ୍ତି କୃଷ୍ଣଙ୍କଠୁ ବଳି ଯାଇଛି। କୃଷ୍ଣ ତ ପଦ୍ମଗଛ ଚଢ଼ି ବଇଁଶୀ ବଜାନ୍ତି, ସଖୀମାନେ ଗାଧାନ୍ତି, ଉପରୁ ଦେଖନ୍ତି, ଇଏ ତ ପୁରା ନାଖି ଯାଆନ୍ତି। ଏ 100 ନାରୀଙ୍କ ସହିତ ସମ୍ପର୍କ ରଖିଛନ୍ତି। ଏ ନାରୀ ଜାତି ଏତେ କ'ଣ ନଙ୍ଗଳା ହେଇଯାଉଛ ତମେ? ଏ ବିଧବା ଗୁଡ଼ାକ ତମେ ଯଦି ଏତେ ନଙ୍ଗଳା, ଏ ସଂସାରକୁ କାହିଁ କଳଙ୍କିତ କରୁଛ? ଏ ଦୁନିଆ କାହିଁ କଳଙ୍କିତ କରୁଛ? ଆକୁ ଦେଖି ଅନ୍ୟମାନେ ଅଭ୍ୟାସଗତ ହେଇଯିବେ, ୟୁରୋପ କଣ୍ଟ୍ରିରେ ହେଇଯିବ। ଆମେ ଆରବ କଣ୍ଟ୍ରିଠୁ ଆହୁରି ଭାଗ୍ୟବାନ। ଆମେ ନାରୀ ଜାତିକି ପୂଜା କରୁ, ଘର ସ୍ତ୍ରୀକୁ ପୂଜା କରୁ, ସମ୍ମାନ ଦେଉ, ସେ ସମ୍ମାନ ଦିଅନ୍ତି। ଏଭଳିଆ କା ପୁରୁଷ 100 ଜଣ ନାରୀକି ବଦନାମ କରି ହିରୋ ଛାଡ଼ିଛନ୍ତି। ସରକାର ତାକୁ ଆରେଷ୍ଟ କରିଛନ୍ତି ସତ, କିନ୍ତୁ କଠୋର ଦଣ୍ଡ ଦେବା ଦରକାର। କଠୋର ଦଣ୍ଡ ମାନେ ଆଜୀବନ ଜେଲ୍, ମର୍ଡର କେସ୍ରେ ଯେଉଁ ଦଣ୍ଡ ସେଇ ଦଣ୍ଡ। ଏତେ ଝିଅଙ୍କ ଜୀବନ ସହିତ, ବିଧବାଙ୍କ ଜୀବନ ସହିତ ସେ ଖେଳିଛି, ନାରୀ ଜାତିକି ଅପମାନିତ କରିଛି, ନାରୀ ଜାତିକି କଳଙ୍କିତ କରିଛି, ତାକୁ ଆଜୀବନ ସଜା ହେବା ଉଚିତ। ନା ନାଇଁ, ଆଜି ଆହୁରି ସଙ୍କଟ। ଆଜି ମୁଁ ଯାଇଥିଲି ଆଳୁ ଆଙ୍ଗିଣିଆ ଏଇନା ଫେରୁଛି, ଏମ୍ସ ଯାଇଥିଲି, ଆଙ୍ଗିଣିଆ ଦେଇ କହିଲି, ସେମାନେ କହୁଛନ୍ତି ଏ ସରକାର ୱେଷ୍ଟବେଙ୍ଗଲ ସରକାର ସହିତ ଯୋଗସୂତ୍ର ରଖୁନାହାନ୍ତି। ଇଏ ତାଙ୍କୁ ଧମକଉଛନ୍ତି, ତମେ ଯଦି ଆଳୁ ନ ଦେବ ଆମେ ୟୁପିରୁ ନେଇ ଆସିବୁ, ଆଳୁ ଯଦି ନ ଦେବ, ୟୁପିରୁ ନ ଦେବ ପଞ୍ଜାବରୁ ନେଇ ଆସିବୁ। ପଞ୍ଜାବ ଆଉ ୟୁପିରୁ ଆଳୁ ଆଇଲା ବେଳକୁ ଟ୍ରାନ୍ସପୋର୍ଟ ଭଡ଼ା କେତେ ବଢ଼ିବ? 30 ଟଙ୍କା ହେଇଯାଇଥିଲା। ୱେଷ୍ଟବେଙ୍ଗଲରେ ଆଳୁ ଚାଷୀମାନେ ଆନ୍ଦୋଳନ କଲେ, ଆଳୁ ଗୁଡ଼ାକ ନଷ୍ଟ ହେଲା ରୋଡ଼ ଉପରେ। ଆମର ମୋହନ ମାଝୀ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ ମମତା ବାନାର୍ଜୀ, ଆଳୁ ଆସିଲା, 30 ଟଙ୍କା ହେଇଯାଇଥିଲା। ଫେରେ ଆଙ୍କ ସରକାରଙ୍କର ଆମେ ପଞ୍ଜାବରୁ ଆଣିବୁ, ୱେଷ୍ଟବେଙ୍ଗଲ ଆଉ ଛାଡ଼ୁନି। ଏଗୁଡ଼ାକ କଞ୍ଚା ମିଛୁଆ। ୟୁପିରୁ ଆଣିବୁ, ପଞ୍ଜାବରୁ ଆଣିବୁ, ଏଗୁଡ଼ା ଖାଲି ଚାଇନାରୁ ଆଣିବୁ, ଲଣ୍ଡନରୁ ଆଣିବୁ। ଏଗୁଡ଼ା ବାହାପିଆ କଥା କାହିଁ କହୁଛ? ଆମ ପଡ଼ୋଶୀ ୱେଷ୍ଟବେଙ୍ଗଲ, ଏ ଗୋଦାମରେ କ'ଣ ଅଛି ଯେ ଚଢ଼ଉ କରିବେ? ଗୋଦାମରେ ଇଏ ଗଲାବେଳକୁ ଆଳୁ ନଥିଲା, ଆଜି ତ ବିଲକୁଲ ନାହିଁ। ତେଣୁ କେମିତି ୱେଷ୍ଟବେଙ୍ଗଲରୁ ଆଳୁ ଆସିବ ସେ ବ୍ୟବସ୍ଥା କର। ମୋହନ ମାଝୀ ଏ ମନ୍ତ୍ରୀ ଫନ୍ତ୍ରୀ ଉପରେ ନିର୍ଭର କରି ବଦନାମ ହେଇଯାଉଛ ତମେ। ଆଜି ଆଳୁ 45, 50, 70, 80 ଆଡ଼ି ଗଲାଣି। ତେଣୁ ତୁରନ୍ତ କେମିତି ଆଳୁ ଆସିବ ବ୍ୟବସ୍ଥା କର। ଓଡ଼ିଶାର ପ୍ରିୟ ଖାଦ୍ୟ ହେଲା ଆଳୁ, ଗରିବ ଲୋକଠୁ ଧନୀ ପର୍ଯ୍ୟନ୍ତ। ଆଳୁ ଯଦି ବନ୍ଦ ହେଇଯିବ ଛଟପଟ ଲୋକ ହେଇଯାଉଛନ୍ତି। ଆଳୁ କେମିତି ୱେଷ୍ଟବେଙ୍ଗଲରୁ ଆସିବ? ମୁଖ୍ୟମନ୍ତ୍ରୀ ସହିତ କଥାବାର୍ତ୍ତା କି ମମତା ବାନାର୍ଜୀ ସହିତ ତୁରନ୍ତ ମୋହନ ବାବୁ ବ୍ୟବସ୍ଥା କର। ବାଧ୍ୟ ହୋଇ ଆମେ ଆନ୍ଦୋଳନକୁ ଓହ୍ଲାଇବୁ। ହଁ, ନବୀନ ବାବୁକୁ ଅନୁରୋଧ କରିବେ। ନବୀନ ବାବୁ ଆଉ ଥରେ ଆପଣ ଅନୁରୋଧ କରନ୍ତୁ। 80 ଟଙ୍କା ହେଇଗଲା, 60 ଟଙ୍କା, 70 ଟଙ୍କା ହେଇଗଲା ଆଳୁ। ଆଳୁ ବନ୍ଦ ହେଇଯାଇଛି। ମମତା ବାନାର୍ଜୀ ସହିତ ଆପଣ କଥା ହୁଅନ୍ତୁ, ମୁଖ୍ୟମନ୍ତ୍ରୀ କଥା ହୁଅନ୍ତୁ, ଶୀଘ୍ର ଆଳୁ ଅନଲୋଡ଼ ହଉ, ଲୋକେ ପାଆନ୍ତୁ। ଛାତ୍ର ସଂଗଠନ ସବୁ 20 ଟଙ୍କା ଆଳୁ ବିକୁଥିଲେ, ଲେଖିଥିଲେ ଡବଲ ଇଞ୍ଜିନ 2ଟା ପଦ୍ମ 2 ବିକାଶ। ଏଗୁଡ଼ାକ ଅତି ନିନ୍ଦକତ। ଗରିବ ଲୋକ ଘଟିଖିଆ ମରିଯାଉଛନ୍ତି ଭୋକ ଉପାସରେ, ଭାତ ଗଣ୍ଡେ ଖାଇପାରୁନାହାନ୍ତି ଆଳୁ ସର୍ଟ ବୋଲି। ଆଳୁ କେମିତି ଜଲ୍ଦି ଆସିବ, ଇମିଡ଼ିଏଟ୍ ଆସିବ ୱେଷ୍ଟବେଙ୍ଗଲରୁ, ତୁରନ୍ତ ବ୍ୟବସ୍ଥା କରିବା ପାଇଁ ଆପଣଙ୍କ ଜରିଆରେ ମୁଁ ନିବେଦନ କରୁଛି।